ହେଲୋ ପିଲାମାନେ, ଆଜି ମୁଁ ସପ୍ତମ ଶ୍ରେଣୀର ସାହିତ୍ୟ ବହିର ପ୍ରଥମ ପଦ୍ୟ ଯାହାର ନାଁ ହେଲା କଳା ମାଣିକରେ। କବି କିଏ? ଅଭିମନ୍ୟୁ ସାମନ୍ତସିଂହାର। ଆର ଆଜି କୋଶ୍ଚିନ୍ ଆନ୍ସର୍ ଗୁଡ଼ିକ ଡିସ୍କସନ୍ କରିବା। ଆଉ ପିଲାମାନେ ଏଇଟା ଗୋଟିଏ ମେନ୍ ଭେରି ଇମ୍ପୋର୍ଟାଣ୍ଟ ଅଛି। ମୁଁ ଦେଖୁଥିଲି କଳା ମାଣିକରେ ବିଦଗ୍ଧ ଚିନ୍ତାମଣି କାବ୍ୟର 67 ଛାନ୍ଦରୁ ଅଣାଯାଇଛି। ପିଲାମାନେ ଏଇଟା ଗୋଟିଏ ଇମ୍ପୋର୍ଟାଣ୍ଟ ଅଛି, ଏକ୍ଜାମ୍ ଗୁଡ଼ାକରେ ମଧ୍ୟ ଆସିଥାଉଛି। ହଉ ପିଲାମାନେ, ଏବେ ଯିବା କୋଶ୍ଚିନ୍ ଉପରକୁ। ପ୍ରଥମ କୋଶ୍ଚିନ୍ ଦେଲା କ ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି? ଖ ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା? ଗ ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି? ଘ ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଙ୍କ ମନରେ କାହିଁକି ସୃଷ୍ଟି ହୋଇଛି? ପିଲାମାନେ ଏହିସବୁ ମୁଁ ଗୋଟିଏ PDF ଆକାରରେ କରିଛି, ସେଗୁଡ଼ାକ ଦେଖିଦେବା। ତ ପିଲାମାନେ ଏଠାରୁ ଦେଖିନେବା। କୋଶ୍ଚିନ୍ 1 ଦେଇଥିଲା କ ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି? ଶ୍ରୀକୃଷ୍ଣଙ୍କ ମାତା କିଏ? ଯଶୋଦା। କାହିଁକି ଚିନ୍ତାରେ ପଡ଼ିଛନ୍ତି? ଆନ୍ସାର ଲେଖିବ ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀର ହୋଇପଡ଼ିଛନ୍ତି। ସ୍ନେହମୟୀ ମାତା ଯଶୋଦା କୃଷ୍ଣ ବନରୁ ଫେରିବାରୁ ବିଳମ୍ବ ହେବାରୁ ସେ ଅଧୀର ବା ଅସ୍ଥିର ହୋଇପଡ଼ିଛନ୍ତି ବା ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରି ଆସନ୍ତି, କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରମ ହୋଇଯାଇଛି। ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇଉଠୁଛି। ପ୍ରତ୍ୟୟ ମାନେ ପ୍ରତ୍ୟେକ ଦିନ ସନ୍ଧ୍ୟା ପୂର୍ବରୁ ଶ୍ରୀକୃଷ୍ଣ ଗୋଚାରଣରୁ ଫେରି ନିଜ ଘରକୁ ଫେରି ଆସୁଥିଲେ, କିନ୍ତୁ ସେହିଦିନ ସନ୍ଧ୍ୟା ଅତିକ୍ରମ ହୋଇଯାଇଛି ମଧ୍ୟ ଶ୍ରୀକୃଷ୍ଣ ବନରୁ ଫେରି ନାହାନ୍ତି। ଏହିସବୁ ଦେଖି ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇଉଠିଛି। ପୁଣି ଯିବା ପିଲାମାନେ ଖ ନମ୍ବରକୁ। ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ମାନେ ଖାଉନଥିଲେ। ଆନ୍ସାର ଲେଖିବ ଶ୍ରୀକୃଷ୍ଣଙ୍କ ଶରୀର ଥିଲା ଦୁର୍ବଳ। ଶ୍ରୀକୃଷ୍ଣଙ୍କ ଶରୀର ଦୁର୍ବଳ ଥିଲା ବହୁତ, ସେଥିପାଇଁ ସେ ପର୍ବତରା ବଣ ଚଢ଼ି ପାରୁନଥିଲେ। ତେଣୁ ମା ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ ଯଥା ଗୋଟିକା, ଅଧାମ, ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ସେ ଦୁର୍ବଳ ଥିବାରୁ ତାଙ୍କୁ କ୍ଷୀରଜାତ ଦ୍ରବ୍ୟ ଯଥା କ'ଣ ଗୋଟିକା, ଅଧାମ, ସର ଆଦି ଯାଚି ଖୁଆଉଥିଲେ ବା ଚେଷ୍ଟା କରୁଥିଲେ ଖୁଆଇବା ପାଇଁ। ମାତ୍ର ସେ ସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା। ଏହିସବୁ ଖାଦ୍ୟ ଶ୍ରୀକୃଷ୍ଣଙ୍କୁ ରୁଚୁ ନଥିଲା କି ପସନ୍ଦ ନଥିଲା, କିନ୍ତୁ ଲହୁଣୀ ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମାଙ୍କୁ ସେ ଲହୁଣୀ ଲାଞ୍ଚ ମାଗୁଥିଲେ। କିନ୍ତୁ ତାଙ୍କର ପ୍ରସିଦ୍ଧ ଖାଦ୍ୟ ବା ଭଲ ଖାଦ୍ୟ ଯେଉଁଗୁଡ଼ାକୁ ସେ ଆଗ୍ରହ କରୁଥିଲେ, ସେହି ଖାଦ୍ୟ ହେଲା ଲହୁଣୀ। ତାଙ୍କୁ ପ୍ରିୟ ଥିଲା ଲହୁଣୀ। ସେ ଲହୁଣୀକୁ ଆଗ୍ରହ କରୁଥିଲେ ଆଉ ମାଙ୍କୁ ଲହୁଣୀ ଲାଞ୍ଚ ମାଗୁଥିଲେ। ଏତିକି ଲେଖିଦେବ। ଗ ନମ୍ବର କୋଶ୍ଚିନ୍ ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି? ଶ୍ରୀକୃଷ୍ଣଙ୍କ ମାତା ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଲେ? ଆନ୍ସାର ଲେଖିବ ଚାଲ। ଯଶୋଦାଙ୍କର ବୃଦ୍ଧା ବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ। ଯଶୋଦା ବୁଢ଼ୀ ହେବାକୁ ଯାଇଛି, ବୃଦ୍ଧା ବୟସ। ଶ୍ରୀକୃଷ୍ଣ ତାଙ୍କର ଏକମାତ୍ର ସନ୍ତାନ ଥିଲେ। ସେ ଶ୍ରୀକୃଷ୍ଣଙ୍କୁ କ୍ଷଣ ମାତ୍ରକେ ଛାଡ଼ିବାକୁ ଇଚ୍ଛା କରୁନଥିଲେ, କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ। କିନ୍ତୁ ଶ୍ରୀକୃଷ୍ଣ ଗୋରୁ ଚରାଇବାକୁ ଜିଦି କରୁଥିଲେ। ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରିଛନ୍ତି। ଏତିକି କୋଶ୍ଚିନ୍ର ଆନ୍ସାର। ବନକୁ ଫେରିବାରେ ବିଳମ୍ବ ହୋଇଥିବାରୁ କୃଷ୍ଣ ଗୋଚାରଣରୁ ଫେରିବା ବେଳେ ବଣରୁ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ
ନିଜକୁ ଡଙ୍କୁଣି ବୋଲି କହିଛନ୍ତି। ପୁଣି ଯିବା ଘ ନମ୍ବର କ୍ୱେଶ୍ଚିନ୍କୁ। ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଙ୍କ ମନରେ କାହିଁକି ସୃଷ୍ଟି ହୋଇଛି? ଶ୍ରୀକୃଷ୍ଣ ଯେଉଁ ବନକୁ ଗୋରୁ ଚରାଇବାକୁ ଯାଇଛନ୍ତି, ସେତେବେଳେ ସେ ସନ୍ଧ୍ୟା ପୂର୍ବରୁ ନ ଆସିବାରୁ ଯଶୋଦାଙ୍କ ମନରେ ଅନେକ ଭୁଲ ଧାରଣା ମଧ୍ୟ ଆସିଛି। ସେ ଭାବିଛନ୍ତି ଯେ ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯାଏନି ତ, ଏହିସବୁ କଥା ଭାବିଛନ୍ତି। ସେ କ'ଣ ପାଇଁ ତାଙ୍କ ମନରେ ଏ କଥା ସୃଷ୍ଟି ହେଲା, ଚାଲ ଦେଖିବା। ଆନ୍ସାର ଲେଖିବ, ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠାଉ ଓ ଛତା ସାଙ୍ଗରେ ନେଇଥାନ୍ତି। ଶ୍ରୀକୃଷ୍ଣ ଆଗେ ଯେତେବେଳେ ଯାଉଥିଲେ ସେତେବେଳେ ନିଜ ସହିତ କଠାଉ ଆଉ ଛତା ସାଙ୍ଗରେ ନେଇ ଯାଉଥିଲେ, କିନ୍ତୁ ସେଦିନ ସେ ସବୁ ନେବାକୁ ସେ ଭୁଲି ଯାଇଥିଲେ। କିନ୍ତୁ ଯେଉଁଦିନ ସନ୍ଧ୍ୟା ହେବାରୁ ବିଳମ୍ବ ହେଉଥିଲା, ସେହିଦିନ ସେ ସାଙ୍ଗରେ କଠଉ ଆଉ ଛତା ନେଇନଥିଲେ। କଠଉ ନଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥିବ ଭାବି ମା ମନରେ ଆଶଙ୍କା ସୃଷ୍ଟି କରିଛି। ସେଦିନ କଠଉ ନ ନେଇଥିବାରୁ ଶ୍ରୀକୃଷ୍ଣଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥିବାରୁ ମା ଏହାକୁ ଭାବିଛନ୍ତି। ବନ ମଧ୍ୟରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରୁ ପଡ଼ୁଥିବା ଓ ସେ ଯନ୍ତ୍ରଣା ଭୋଗୁଥିବା ଏହି କଥା ମନରେ ଭାଳି ମାଙ୍କ ମନ ବିଷାଦରେ ଭରି ଉଠିଛି। ସେହି ବଣରେ ଥିବା ଅନାବନା କଣ୍ଟା ଶ୍ରୀକୃଷ୍ଣଙ୍କ ପାଦରେ ଫୁଟି ତାଙ୍କ ପାଦ ରକ୍ତାକ୍ତ ହୋଇପଡ଼ିଛି, ଏହା ଭାବି ସେ ବହୁତ ଚିନ୍ତାରେ ରହିଥିଲେ। ପୁଣି ଯିବା 2 ନମ୍ବର କ୍ୱେଶ୍ଚିନ୍କୁ। 2ଟି ବା 3ଟି ବାକ୍ୟର ଉତ୍ତର ଦିଅ। କ, ଶ୍ରୀକୃଷ୍ଣଙ୍କୁ କଳା ମାଣିକ କହିବାର ତାତ୍ପର୍ଯ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ତାଙ୍କ ମା କଳା ମାଣିକ ବୋଲି କାହିଁକି କହିଛନ୍ତି? ଆନ୍ସାର ଲେଖିବ, ମାଣିକ୍ୟ ହେଉଛି ଏକ ମୂଲ୍ୟ ରତ୍ନ ପଥର। ମାଣିକ୍ୟ, କଳା ମାଣିକ, ମାଣିକ୍ୟର ଅର୍ଥ ହେଉଛି ବହୁ ମୂଲ୍ୟବାନ ରତ୍ନ ପଥର। ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା'ର ନାମକରଣ ହୋଇଥାଏ। ଏହା ଚିକ୍କଣ ଓ ସୁନ୍ଦର ଓ ମୂଲ୍ୟବାନ। ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁ ମୂଲ୍ୟବାନ। ସେହିପରି ମାଣିକ୍ୟ ପରି ଶ୍ରୀକୃଷ୍ଣଙ୍କୁ ମଧ୍ୟ ମାଣିକ ସହିତ ଯଶୋଦା ତୁଳନା କରିଛନ୍ତି। କିନ୍ତୁ କୃଷ୍ଣଙ୍କର ଶରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳା ମାଣିକ ବୋଲି ସମ୍ବୋଧନ କରିଛନ୍ତି। କୃଷ୍ଣଙ୍କର ଶରୀର ଶ୍ୟାମଳ ବା କଳା ରଙ୍ଗର ହୋଇଥିବାରୁ ଯଶୋଦା ଶ୍ରୀକୃଷ୍ଣଙ୍କୁ କଳା ମାଣିକ ସହିତ ତୁଳନା କରି ଶ୍ରୀକୃଷ୍ଣଙ୍କ ନାମ କଳା ମାଣିକ ଦେଇଛନ୍ତି। ପୁଣି ଯିବା ଖ ନମ୍ବର କ୍ୱେଶ୍ଚିନ୍କୁ। ପୁଅର କେଉଁ ସବୁ କାର୍ଯ୍ୟ ମନେ ପକାଇ ମା ଭାଳି ହେଉଛନ୍ତି? ପୁଅ କୃଷ୍ଣର କେଉଁ ସବୁ କଥା ମା ଯଶୋଦା ମନେ ପକାଇଛନ୍ତି? ଆନ୍ସାର ଲେଖିବ, ମା ମନ ସନ୍ତାନ ପାଇଁ ସତତ ବ୍ୟାକୁଳ ସମସ୍ତେ ଜାଣିଛନ୍ତି। ମାଟି ତା ପୁତ୍ର ପାଇଁ ସତତ ବ୍ୟାକୁଳ ହୋଇଥାଏ। କୃଷ୍ଣ ଯଶୋଦାର ଏକମାତ୍ର ସନ୍ତାନ ଥିଲା। ଯଶୋଦାର ଏକମାତ୍ର ସନ୍ତାନ ଥିଲା କିଏ? କୃଷ୍ଣ। ମାଙ୍କର ବାରଣ ସତ୍ତ୍ୱେ ଆଦରର ଧନ ତାଙ୍କ ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ମା ବା ଯଶୋଦା କୃଷ୍ଣଙ୍କୁ ବଣକୁ ଯିବାକୁ ବାରଣ କରୁଥିଲେ ମଧ୍ୟ କୃଷ୍ଣ ଏହି କଥା ନ ରଖି ବଣକୁ ଯାଇ ଗୋରୁଚାରଣ କରିଥାନ୍ତି। ତେଣୁ ସ୍ନେହମୟୀ ମମତାମୟୀ ମାର ହୃଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରି ଉଠିଛି। ସେ ଫେରିବା ବେଳେ ବିଳମ୍ବ ହେବାରୁ ତାଙ୍କ ମାଙ୍କ ମନରେ ବା ହୃଦୟରେ ଅହେତୁକ ଭୟ ଆଉ ଆଶଙ୍କା ଥରି ଉଠିଛି। କୃଷ୍ଣଙ୍କୁ ଘରେ ଅଧାମ, ଗୋଟିକା, ସର ଆଦି ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ। ଲହୁଣୀ ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁ ସୁଲଭ ଚପଳତାକୁ
ମା ମନେ ପକାଇ ଭାଳି ହେଉଛନ୍ତି। କୃଷ୍ଣ ବା କୃଷ୍ଣଙ୍କୁ ଅଧାମ, ଗୋଟିକା, ସର ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ତାଙ୍କୁ ରୁଚୁ ନଥିଲା। ତାଙ୍କୁ କେବଳ ରୁଚୁଥିଲା ଲହୁଣୀ। ସେ ଲହୁଣୀ ଯଶୋଦାଙ୍କୁ ମାଗି ନୃତ୍ୟ କରୁଥିଲେ, ଅଳି ଅଝଟ କରି ତଳେ ଗଡ଼ି ଯାଉଥିଲେ, ଧୂଳି ଧୂସର ହୋଇ କୋଳରେ ଲୋଟି ଯାଉଥିଲେ। କୃଷ୍ଣଙ୍କର ଏହି ଚପଳତା ଦେଖି ମା ଭାଳି ହୋଇଛନ୍ତି। ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥିବ, ଟାଣ ଖରାରେ ଶ୍ରମଝାଳ ବୋହି ଯାଉଥିବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥିବ, ଏମିତି କେତେ କଥା ଭାବି ଭାଳି ହେଉଛନ୍ତି ଏବଂ ଭାବି ଭାବି ମା ଯଶୋଦା ବିଳାପ ହେଉଛନ୍ତି। ସେହି ଜଙ୍ଗଲରେ, ଯେଉଁ ଜଙ୍ଗଲରେ କି ଶ୍ରୀକୃଷ୍ଣ ଗୋରୁ ଚାରଣ ପାଇଁ ଯାଇଛନ୍ତି, ସେହି ଜଙ୍ଗଲରେ ଡାହାଣୀ ରାକ୍ଷସ ଶଙ୍କର ଉପଦ୍ରବ ହେଉଥିବ, ଆଉ ଟାଣ ଖରାରେ ଶ୍ରମଝାଳ ବୋହି ଯାଉଥିବ, ଆଉ ପାଦରେ କଣ୍ଟା ଫୁଟି ଯାଇଥିବ, ଏହିସବୁ କଷ୍ଟ ହେଉଥିବ ଭାବି ସେ ଭାଳି ହୋଇଛନ୍ତି ବା ବିଳାପ କରୁଥିଲେ। ପୁଣି ଯିବା ଗ ନମ୍ବର କ୍ୱେଶ୍ଚିନ୍କୁ। ମାଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ'ଣ? ମାଙ୍କର ହୃଦୟ ତାପ ବିନାଶ କରିବାରେ ମାନେ ଗରମରୁ ଶାନ୍ତି ପାଇବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ। ଏହା କହିବାର କାରଣ କ'ଣ? ଆନ୍ସାର ଲେଖିବ, ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ଵେତ ଚନ୍ଦନ। ଶ୍ଵେତ ଚନ୍ଦନ। ହରିଚନ୍ଦନର ପ୍ରକୃତ ନାମ ହେଉଛି ଶ୍ଵେତ ମାନେ ଧଳା ରଙ୍ଗର ଚନ୍ଦନ। ଗ୍ରୀଷ୍ମ କାଳରେ ଶରୀରକୁ ଶୀତଳତା ପ୍ରଦାନ କରିବା ପାଇଁ ଚନ୍ଦନ ଲଗାଯାଏ, ଯାହାକୁ ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ। ଏହା ଲଗାଇବା ଦ୍ୱାରା ଗ୍ରୀଷ୍ମ କାଳରେ ବା ଖରାଦିନେ ଶରୀରକୁ ସନ୍ତପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ। ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର એકમાତ୍ର ସମ୍ବଳ, ଜୀବନର ସର୍ବସ୍ୱ। ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ସମ୍ବଳ ଆଉ ଜୀବନର ସବୁକିଛି। ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ ସନ୍ତାପ ଦୂରୀଭୂତ ହୁଏ। ଯେତେବେଳେ ଯଶୋଦା କୃଷ୍ଣଙ୍କୁ ଆଲିଙ୍ଗନ କରନ୍ତି, ସେତେବେଳେ ସକଳ ଦୁଃଖ ସନ୍ତପ ଦୂରୀଭୂତ ବା ଦୂର ହୋଇଯାଇଥାଏ। କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନ ବ୍ୟାକୁଳ ହୋଇଯାଏ ଏବଂ କୋଳକୁ ଫେରି ଆସିଲେ ସେ ପରମ ସୁଖ ଅନୁଭବ କରନ୍ତି। କ୍ଷଣକ ମାତ୍ରେ କୃଷ୍ଣ ଯଦି ଯଶୋଦାଙ୍କ ଠାରୁ ଅନନ୍ତ ଦୂରକୁ ଚାଲିଯାଆନ୍ତି, ତାହାହେଲେ ଯଶୋଦା ଭୟ ଓ ଆଶଙ୍କାରେ ତାଙ୍କ ମନର ବ୍ୟାକୁଳତା ଭରି ଯାଇଥାଏ, ଆଉ ପୁଣି ଶ୍ରୀକୃଷ୍ଣ ଯଶୋଦାଙ୍କ କୋଳକୁ ଫେରି ଆସିଲେ ସେ ପରମ ସୁଖ ଅନୁଭବ କରୁଥିଲେ। ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି। ତେଣୁ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ତାପ ହରିଚନ୍ଦନ ବୋଲି କହିଛନ୍ତି। ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି। ପୁଣି ଯିବା ଘ ନମ୍ବର କ୍ୱେଶ୍ଚିନ୍କୁ। ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ? ଶ୍ରୀକୃଷ୍ଣ ଯଶୋଦାଙ୍କର ସୁଖର କାରଣ କିପରି ଥିଲେ? ଚାଲ ଆନ୍ସାର ଲେଖିବା। ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ୱ ଏବଂ ଏକମାତ୍ର ସମ୍ବଳ ଥିଲା। ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ। କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ। କ୍ଷଣକ ପାଇଁ ଯଦି କୃଷ୍ଣ ଯଶୋଦାଙ୍କ ଠାରୁ ଅନ୍ତର ମାନେ କିଛି ଦୂରକୁ ଚାଲିଯାଆନ୍ତି, ତାହେଲେ ଯଶୋଦା ଦୁଃଖ ଅନୁଭବ କରୁଥିଲେ। କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ। କୃଷ୍ଣ ଯଶୋଦାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ। ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣରେ ବନକୁ ଚାଲି ଯାଉଥିଲେ। ଅଝଟ କୃଷ୍ଣ ଯଶୋଦାଙ୍କ କଥା ନ ମାନି ଗୋରୁମାନଙ୍କୁ ଚରାଇ ବଣକୁ ଚାଲି ଯାଉଥିଲେ। ଜୀବର ଜୀବନ ତଥା
ହୃଦରତ୍ନ ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ। ଯଶୋଦାଙ୍କର ସମସ୍ତ ସୁଖର କାରଣ କିଏ ଥିଲେ? ଶ୍ରୀକୃଷ୍ଣ ଥିଲେ। ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା ପାଉଥିଲେ ଅସୀମ ଆନନ୍ଦ। ଶ୍ରୀକୃଷ୍ଣଙ୍କର ମୁହଁ ଦେଖି, ଚନ୍ଦ୍ରବଦନ ମାନେ ମୁଖ ବା ମୁହଁ ଦର୍ଶନରେ ମା ଅସୀମ ଆନନ୍ଦ ହେଉଥିଲେ। ଜୀବନର ସମସ୍ତ ଦୁଃଖ ପାଶୋରି ସେ ତାଙ୍କୁ କୋଳାଇ ନେଉଥିଲେ। ଜୀବନର ସବୁକିଛି ଦୁଃଖ ଛାଡ଼ି ଶ୍ରୀକୃଷ୍ଣଙ୍କୁ ନିଜକୁ କୋଳାଇ ନେଉଥିଲେ। 1 ନମ୍ବର କ୍ୱେଶ୍ଚିନ୍, ଶ୍ରୀକୃଷ୍ଣଙ୍କର ବେଣୁ ସ୍ୱନକୁ କାନ ଡେରିବା, ଏ କଥା କାହିଁକି କୁହାଯାଇଛି? କାନ ଡେରି କାହିଁକି ରହୁଥିଲେ? ଆନ୍ସାର ଲେଖିବ, ଶ୍ରୀକୃଷ୍ଣ ନୀତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଶ୍ରୀକୃଷ୍ଣ ନୀତିଦିନ ଗୋଚାରଣ ପାଇଁ ବନକୁ ଯାଉଥିଲେ ଆଉ ସନ୍ଧ୍ୟା ପୂର୍ବରୁ ପୁଣି ନିଜ ଗୃହକୁ ଫେରି ଆସୁଥିଲେ। ଗୋଧୂଳି ବେଳରେ ତାଙ୍କ ବଂଶୀ ସ୍ୱନକୁ କାନ ଡେରି ରହୁଥିଲେ ମାତା ଯଶୋଦା। ସନ୍ଧ୍ୟା ସମୟରେ, ଗୋଧୂଳି ମାନେ ସନ୍ଧ୍ୟା ସମୟରେ ତାଙ୍କ ବଂଶୀ ସ୍ୱନକୁ ମାନେ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ୱନକୁ କାନ ଡେରି ରହୁଥିଲେ କିଏ? ମାତା ଯଶୋଦା। ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା। ଦୂରରୁ ଏହି ମଧୁର ଗାନ ଶୁଣି ବା ଶ୍ରୀକୃଷ୍ଣଙ୍କ ବେଣୁ ସ୍ୱନ ଶୁଣି ଯଶୋଦାଙ୍କ ମନ ଆନନ୍ଦରେ ଭରି ଉଠୁଥିଲା। ସେ ଦାଣ୍ଡକୁ ଯାଇ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବା ପାଇଁ। ସେ ବାହାରକୁ ଯାଇ ପୁଅକୁ କୋଳେଇ ଆଣୁଥିଲେ। ସେଦିନ ସନ୍ଧ୍ୟା ଅତିକ୍ରମ ହୋଇଥିଲେ ମଧ୍ୟ କୃଷ୍ଣଙ୍କର ଘରକୁ ବାହୁଡ଼ିବାର ବିଳମ୍ବ ଦେଖି ମାତା ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠୁଥିଲା। ଯେଉଁଦିନ ଶ୍ରୀକୃଷ୍ଣ ସନ୍ଧ୍ୟା ସମୟରେ ଫେରି ନାହାନ୍ତି ଏବଂ ବହୁତ ବିଳମ୍ବ କରିଛନ୍ତି, ସେହିଦିନ ସେ ବହୁତ ଦୁଃଖପୂର୍ଣ୍ଣ ହୋଇଯାଇଛନ୍ତି। ବଂଶୀର ସ୍ୱନକୁ ଅପେକ୍ଷା କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲେ ତାଙ୍କ ମନ। ଯଶୋଦାଙ୍କ ମନ ସେହିଦିନ ବଂଶୀର ସ୍ୱନକୁ ଅପେକ୍ଷା କରି କରି ବହୁ ବିପଦର ଆଶଙ୍କା ମନକୁ ଆସୁଥିଲା। ତେଣୁ ନିଜକୁ ସ୍ୱୀକାର କରି ଦୁଃଖରେ ଭାଙ୍ଗି ପଡ଼ୁଥିଲେ। ସେମାନେ କିଏ? ଯଶୋଦା। ଯଶୋଦା ଦୁଃଖରେ ଭାଙ୍ଗି ପଡ଼ୁଥିଲେ। ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ୱରରେ ବିଳାପ କରୁଥିଲେ। ପୁତ୍ରର ସବୁ ଭଲ କାମ ବା ତା ଗୁଣକୁ ସ୍ମରଣ କରି ସେ କାନ୍ଦୁଥିଲେ ବା ଦୁଃଖ ଅନୁଭବ କରୁଥିଲେ। ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ ମମତାର ଭାବ ପ୍ରକାଶିତ ହୋଇଛି। ଏହି କୋଶ୍ଚିନ୍ଟାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ ମମତା କାହା ପ୍ରତି? ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରକାଶିତ ପାଇଛି। ପିଲାମାନେ 2 ନମ୍ବର ମଧ୍ୟ ସରିଗଲା। ଏବେ ଯିବା 3 ନମ୍ବର କ୍ୱେଶ୍ଚିନ୍। ପଠିତ କବିତାକୁ ମନେ ପକାଇ କବିତାଂଶ ପୂରଣ କର। ପଠିତ ଯେଉଁ କବିତାଟି ଅଛି ସେହି କବିତାରୁ ଏହି ଯେଉଁ ଡେସ୍ ଖିଲାପ ଗୁଡ଼ାକ ଅଛି ଚାଲ କରିବା। କିନ୍ତୁ ମୁଁ ଲେଖିଦେଇଛି, ତମେ ଦେଖିପାରିଥିବ। କ, ଅନ୍ଧର ଲଉଡ଼ି ବାବୁରେ ଡେସ୍। ଆନ୍ସାର କ'ଣ ହେବ? ଅନ୍ଧର ଲଉଡ଼ି ବାବୁରେ ହୃଦରତ୍ନ ହରା। ଖ, ଡେସ୍ ରଖି ଯାଉ ଗୋରୁ, ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ। ଗ, ହୃଦତାପ ବିନାଶନେ ଡେସ୍। ଆନ୍ସାର ଲେଖିବ, ହୃଦତାପ ବିନାଶନେ ହରିଚନ୍ଦନ। ଘ, ଡେସ୍ ସର ନ ରୁଚଇ ତୋତେ। ଆନ୍ସାର ଲେଖିବ, ଗୋଟିକା ଅଧାମସର ନ ରୁଚଇ ତୋତେ। ଙ, ବନେ କଣ୍ଟା ଲାଗି ହୋଏ ଡେସ୍। ଆନ୍ସାର ଲେଖିବ, ବନେ କଣ୍ଟା ଲାଗି ହୋଏ ମୃଦପାଦ ଚିନ୍ତା। ପିଲାମାନେ ଏତିକି ଲେଖିଦେବ। ପୁଣି 4 ନମ୍ବର କ୍ୱେଶ୍ଚିନ୍କୁ ପୁଣି ନେକ୍ସଟ ଭିଡ଼ିଓରେ ସରଳା ଅର୍ଥ ଠାରୁ ପୁଣି ରେଗୁଲାର ଭିଡ଼ିଓ ଦେଖିବା। ତ ରହୁଛି ଧନ୍ୟବାଦ ପିଲାମାନେ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବ। ରହୁଛି ଧନ୍ୟବାଦ।